ଆମେ ସାଇଲେନ୍ସ କ୍ରିୟା ଆରମ୍ଭ କରିବା। ସାଇଲେନ୍ସ ମା ମା ଆଜି ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 239। ବିଷୟବସ୍ତୁ ଅଛି କଳ୍ପନାର ଶକ୍ତି। ଆମେ ପୂର୍ବ ଥର ଆଲୋଚନା କରିଥିଲେ କଳ୍ପନା ହିଁ ବାଟ ଫିଟାଏ। କଳ୍ପନା ହିଁ ବାଟ ଫିଟାଏ। ତାର ସାରାଂଶ ଥିଲା ଏଇଭଳି। କଳ୍ପନାକୁ କିପରି ବ୍ୟବହାର କରିବାକୁ ହୁଏ ଜାଣିବ, ତାହେଲେ ସେ ତାର ବାହ୍ୟ ଓ ଆନ୍ତର ଜୀବନକୁ ତିଆରି କରିପାରିବ। କଳ୍ପନା ଦ୍ୱାରା ତାର ନିଜ ଅସ୍ତିତ୍ୱକୁ ଗଠନ କରିପାରିବ। ତୁମେ ପୃଥିବୀରେ କିଛି ତିଆରି କରିପାରିବ ବା କିଛି ରୂପାୟନ ବି କରିପାରିବ। କଳ୍ପନା ତୁମ ଆଗେ ଆଗେ ଚାଲିଥାଏ ଓ ତୁମେ ତାକୁ ଅନୁସରଣ କରି ଚାଲିଥାଅ। କଳ୍ପନା ହିଁ ତୁମ ଆଗରେ ତୁମ ଉପଲବ୍ଧିର ପଥ ଖୋଲି ଯାଉଥାଏ। ଯେଉଁ ଲୋକମାନେ କଳ୍ପନା ପ୍ରବଣ ନୁହନ୍ତି, ସେମାନଙ୍କୁ ଗତିଶୀଳ କରାଇବା ବଡ଼ କଷ୍ଟ। ତେଣୁ ଏଠି ମୁଖ୍ୟତଃ ଆମେ ଜାଣିଲେ ଯେ କଳ୍ପନା ଆମକୁ ଏକ ନୂତନ ଦ୍ୱାର ଉନ୍ମୋଚନ କରିବାରେ ସାହାଯ୍ୟ କରେ। ଯେଉଁ ଭଳିଆ କଳ୍ପନା, ଯେତେ ଉଚ୍ଚ କଳ୍ପନା ରହିବ, ତେବେ ଦ୍ୱାର ସେହି ଦିଗରେ ସେତେ ଉଚ୍ଚକୁ ଖୋଲିଯିବ। ତେଣୁ ସେଥିପାଇଁ ମଝିରେ ଯୋଉଟା କହିଲେ ମନେ ପକେଇବା, ତୁମେ ପୃଥିବୀରେ କିଛି ତିଆରି କରିପାରିବ ବା କିଛି ରୂପାୟନ କରିପାରିବ। ନିଜ ଅସ୍ତିତ୍ୱକୁ ଗଠନ କରିପାରିବ। ଆନ୍ତର ଜୀବନକୁ ତିଆରି କରିପାରିବ। ଏସବୁ ଜିନିଷ କଳ୍ପନା କଣ କରେ, ସେଇ ଦିଗକୁ ଆମକୁ ଉନ୍ମୁକ୍ତ କରିଦିଏ। ଆଜି ଆମେ ଆଲୋଚନା କରିବା କଳ୍ପନାର ଶକ୍ତି। କଳ୍ପନା ଆମକୁ କେମିତି ବାଟ ଫିଟାଇଲା ଆମେ ପଢିଲେ, ଆଲୋଚନା କରିସାରିଛନ୍ତି। ମା ଯାହା ଆଲୋଚନା କରିଥିଲେ, ଆଜି ଆମେ ପଢିବା। ମା ଲେଖୁଛନ୍ତି, ଯଦି ତୁମର ଖୁବ୍ ଶକ୍ତିଶାଳୀ କଳ୍ପନା ବୃତ୍ତି ଥାଏ ଏବଂ ତୁମର କାମନାକୁ ବାସ୍ତବରେ ପରିଣତ କରିବା ପାଇଁ ତାହାକୁ ରୂପ ଦେଇ ଗଢ଼ିପାର, ତାହେଲେ ତୁମେ ପୁଙ୍ଖାନୁପୁଙ୍ଖ ଭାବେ ତାହା କରିଚାଲ। ଯେପରିକି ତୁମର କାମ୍ୟ ବିଷୟଟି ଚମତ୍କାର ଭାବେ ଏକ ରୂପ ଗ୍ରହଣ କରିପାରିବ ଏବଂ ସେଇ ଉପଲବ୍ଧ ରୂପଟି ତା ଛାଏଁ ଛାଏଁ ତିଷ୍ଠି ରହିବ। ଆଉ ଦେଖ, ତୁମେ ବର୍ତ୍ତମାନ ନିଶ୍ଚିତ ରହିପାର, ଯଦି ତୁମେ ବହୁ ବର୍ଷ ବଞ୍ଚି ରହ, ତେବେ ତୁମର କାମ୍ୟ ବସ୍ତୁଟି ବାସ୍ତବରେ ତୁମ ଜୀବନରେ ରୂପାୟିତ ହେବ ହିଁ ହେବ। ଏପରିକି ତାହା ତା ପରଦିନ ମଧ୍ୟ ସାକାର ହୋଇପାରେ। ଏପରିକି ପର ମୁହୂର୍ତ୍ତରେ ମଧ୍ୟ ତାହା ହୋଇପାରେ। ଅନ୍ୟ ପକ୍ଷରେ ଏହା ବର୍ଷ ବର୍ଷ ଲାଗିପାରେ, ଶତାବ୍ଦୀ ଶତାବ୍ଦୀ ମଧ୍ୟ ଲାଗିପାରେ। କିନ୍ତୁ ଏକଥା ନିଶ୍ଚିତ ଯେ ଏହା ଦିନେ ନା ଦିନେ ସାକାର ହେବ। ଆଉ ଗୋଟେ କଥା ହେଲା, ତୁମେ ଯଦି ତୁମର ଏହି କଳ୍ପନା ବୃତ୍ତି ସହିତ ତୁମର ସୃଜନଶୀଳ ପ୍ରାଣଶକ୍ତିକୁ ମିଶାଇ ଦେଇପାର, ତାହେଲେ ତୁମେ ଏହାକୁ ଜୀବନ୍ତ ଶକ୍ତିରେ ପରିଣତ କରିଦେଇପାରିବ। ଏବଂ ଯେହେତୁ ସମସ୍ତ ଶକ୍ତି ଗୁଡ଼ିକ ଯେହେତୁ ସମସ୍ତ ଜୀବନ୍ତ ଶକ୍ତି ଗୁଡ଼ିକ ବାସ୍ତବରେ ରୂପାୟିତ ହେବା ଦିଗରେ ଗତି କରନ୍ତି, ସେହେତୁ ଏହା ପାର୍ଥିବ ଘଟଣା ବା ପରିବେଶ ମାନଙ୍କ ଉପରେ ଏପରି ଚାପ ପକାଇବ ଯେ ତୁମର ସେହି କଳ୍ପନାର ବସ୍ତୁଟି ଖୁବ୍ ଶୀଘ୍ର ବାସ୍ତବରେ ରୂପାୟିତ ହେବାକୁ ବାଧ୍ୟ ହୋଇପଡ଼ିବ। ଯଦି ତୁମର କଳ୍ପନା କାମନା ନ ହୋଇ ଆସ୍ପୃହା ହୋଇଯାଏ ଏବଂ ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଆସ୍ପୃହା ହୋଇଯାଏ ଏବଂ ତୁମେ କ୍ରମଶଃ ସେ ଦିଗରେ ଅଗ୍ରଗତି କରି ଚାଲିବ, ତେବେ ତୁମେ ଦିନେ ଯାହା ପାଇବା ପାଇଁ କଳ୍ପନା କରିଥିଲ, ତାହା ନିଶ୍ଚୟ ଦିନେ ନା ଦିନେ ତୁମେ ବାସ୍ତବରେ ଲାଭ କରିପାରିବ। ମା କଳ୍ପନାର ଶକ୍ତିରେ ପ୍ରଥମେ କହୁଛନ୍ତି, ଯଦି ତୁମର ଖୁବ୍ ଶକ୍ତିଶାଳୀ କଳ୍ପନା ବୃତ୍ତି ଥାଏ ଏବଂ ତୁମର କାମନାକୁ ବାସ୍ତବରେ ପରିଣତ କରିବା ପାଇଁ ତାହାକୁ ରୂପ ଦେଇ ଗଢ଼ିପାର, ତାହେଲେ ତୁମେ ପୁଙ୍ଖାନୁପୁଙ୍ଖ ଭାବେ ତାହା କରିଚାଲ। ଏଇ ଯୋଉ ପ୍ରଥମେ କହିଲେ, ଯଦି ତୁମର ଶକ୍ତିଶାଳୀ କଳ୍ପନା ବୃତ୍ତି ଥାଏ। ଶକ୍ତିଶାଳୀ କଳ୍ପନା ବୃତ୍ତି କାହିଁକି କହିଲେ? ତେଣୁ ତା ପୂର୍ବରୁ ଆଉ ଗୋଟେ କଥା ଚିନ୍ତା କରନ୍ତୁ। ଆମର ଯେତେବେଳେ ପର୍ଯ୍ୟନ୍ତ ନିଜର ଏକ ବ୍ୟକ୍ତିତ୍ୱ ଗଠନ ହେଇନାହିଁ, ଯେତେବେଳେ ପର୍ଯ୍ୟନ୍ତ ନିଜ ଉପରେ ନିଜର ନିୟନ୍ତ୍ରଣ ନାହିଁ, ସେତେବେଳେ ଆମ ଭିତରକୁ ଚିନ୍ତା, କଳ୍ପନା ବାହାରୁ ପଶି ଆସେ ଏବଂ ବାହାରିଯାଏ। ଆମେ କୋଉ ଜିନିଷ କଳ୍ପନା କରୁ? ଯାହା ମୋ ଚତୁଃପାର୍ଶ୍ୱରେ ଘଟିଥାଏ। ଏପରିକି
ଯାହା ଘଟିଥାଏ ତାର ଏକ ବିସ୍ତାର ରୂପ, ତାର ଭିନ୍ନ ଏକ ଦିଗ ମଧ୍ୟ ଆମେ କଳ୍ପନା କରିପାରିବା ନାହିଁ ଯଦି ଆମର ମାନସିକ ସାମର୍ଥ୍ୟ ବି ଭଲ ଭାବରେ ନଥାଏ। ତେଣୁ ଆମର ମାନସିକ ଶିକ୍ଷା ମଧ୍ୟ ଜରୁରୀ। ମନର ବିକାଶ ମଧ୍ୟ ଜରୁରୀ। ତେଣୁ ମନର ବିକାଶ ଯଦି ଅଧିକରୁ ଅଧିକ ଉଚ୍ଚତର ଦିଗରେ ହୁଏ, ତେବେ ଆମର କଳ୍ପନାର ପରିସର, କଳ୍ପନା କରିବାର ସାମର୍ଥ୍ୟ ବିକାଶ ହୁଏ। ତାହେଲେ ଆମେ ପ୍ରଥମେ କଳ୍ପନା କରିପାରିବା। ତାପରେ ଆମର ଜୀବନର ଲକ୍ଷ୍ୟ ଯଦି ନିର୍ଦ୍ଦିଷ୍ଟ ଅଛି, ତାହେଲେ ତାହାକୁ କେନ୍ଦ୍ର କରି ଆମେ କଳ୍ପନା ଗୁଡ଼ିକୁ ସଂଗଠିତ କରିବା। ଯେତେବେଳେ ଆମର ଏହି କାର୍ଯ୍ୟ ଆରମ୍ଭ ହବ, ଯଦି ଆମେ ଆଉ ଟିକେ ଆଗକୁ ଯିବା, ଆମେ ଯେତେ ଅଧିକରୁ ଅଧିକ ମାଙ୍କୁ ଆମ କାର୍ଯ୍ୟ ଭିତରେ, ଆମ ଭାବନା ଭିତରେ, ଆମ ଚିନ୍ତା ଭିତରେ ପ୍ରକାଶ କରିବା ପାଇଁ ଏକ ସଂକଳ୍ପ କରିବା। ମା ଯେପରି ପରିପ୍ରକାଶ ହେବେ, ସେଥିପାଇଁ ଯଦି ଆମେ ସଂକଳ୍ପ କରିବା, ଯୋଉ ଗୁଡ଼ିକ ମାଙ୍କୁ ପରିପ୍ରକାଶ କରିବାରେ ବିରୋଧ କରିବ ବୋଲି ଆମେ ଆଟଲିଷ୍ଟ ଜାଣିଛନ୍ତି, ପଢୁଛନ୍ତି, ଶୁଣିଛନ୍ତି, ସେଇଗୁଡ଼ିକ କିପରି ପ୍ରତ୍ୟାଖ୍ୟାତ ହେବେ ବା ସେଗୁଡ଼ିକ କିପରି ମତେ ଯନ୍ତ୍ର ନ କରିବେ, ସେଥିପାଇଁ ଯଦି ପ୍ରଚେଷ୍ଟା କରିବି, ତାହେଲେ ମୋ ଭିତରେ ବିସ୍ତାର, ପ୍ରସାର, ଏକ ବହୁମୁଖୀ ବ୍ୟକ୍ତିତ୍ୱ, ଆତ୍ମକୈନ୍ଦ୍ରିକ ବ୍ୟକ୍ତିତ୍ୱ ତିଆରି ହେବାକୁ ଆରମ୍ଭ ହବ। ସେତେବେଳେ ଆମର କଳ୍ପନା ଗୁଡ଼ିକ ଶକ୍ତିଶାଳୀ ହେଇଯିବ। ତେଣୁ ସେତେବେଳେ ହିଁ ଆମର କଳ୍ପନା ବୃତ୍ତି ଶକ୍ତିଶାଳୀ ହୋଇଯାଏ। ଆମେ ଯେତେ ସଂକୀର୍ଣ୍ଣ ମନା ହବା, ଆମର କଳ୍ପନା ବୃତ୍ତି ସେତେ ଶକ୍ତିଶାଳୀ ହେଇପାରିବ ନାହିଁ। ଯେତେ ଆମେ ବିସ୍ତାର ହେବା, ଯେତେ ଆମେ ନିଜକୁ ଅଧିକରୁ ଅଧିକ ପରମାଙ୍କ ଆଡ଼କୁ ଯାତ୍ରା କରିବା ପାଇଁ ସଂକଳ୍ପ କରିବା, ତାହେଲେ ଆମର କଳ୍ପନା ବୃତ୍ତି ସେତେ ଅଧିକରୁ ଅଧିକ ଶକ୍ତିଶାଳୀ ହବ। ଇଭିନ୍ ଇଫ୍ ଯୋଉମାନେ ଦେଖନ୍ତି, ଆପଣ ଦେଖିବେ ଯୋଉମାନେ ତପସ୍ୟା କରନ୍ତି, ଆମେ ଗଥର ବି ଦେଖିଥିଲେ, ସେମାନେ ଯେପରି ଆମର ଶରୀରର ମାଂସପେଶୀ ବିକାଶ କରିବା ପାଇଁ ଆମେ ବ୍ୟାୟାମ କରୁ, ଜିମ୍ନାଷ୍ଟିକ କରୁ, ସେଭଳି ଭାବରେ ସେମାନେ ମଧ୍ୟ ସଂକଳ୍ପ ଶକ୍ତିକୁ ଦୃଢ଼ କରିବା ପାଇଁ ପ୍ରୟାସ କରନ୍ତି, ତାର ବି ବ୍ୟାୟାମ କରନ୍ତି। ତାହା ଯଦି ସ୍ୱାର୍ଥକୈନ୍ଦ୍ରିକ ଦୃଷ୍ଟିକୋଣରୁ ମଧ୍ୟ ସେମାନେ ପ୍ରୟାସ କରନ୍ତି, ଯଦି ସେମାନେ ଏକାଗ୍ର ହୁଅନ୍ତି, ସେମାନେ ସେଇଥିରେ ପୂର୍ଣ୍ଣତଃ ଲାଗି ରୁହନ୍ତି, ତାହେଲେ ମଧ୍ୟ କଳ୍ପନା ବୃତ୍ତି ଶକ୍ତିଶାଳୀ ହୁଏ। ତେଣୁ ସେଇଥିପାଇଁ ଆମେ ପାରାଗ୍ରାଫରେ ଦେଖିବା ଯେ କଳ୍ପନା ଗୁଡ଼ିକ କୋଉ ଆଡକୁ ଆମେ ନବା। କଳ୍ପନାର ଶକ୍ତି ସବୁବେଳେ କଣ ଅଛି? ତାହେଲେ ଯଦି ଆମର ଶକ୍ତିଶାଳୀ କଳ୍ପନା ବୃତ୍ତି ଅଛି, ତାହେଲେ ଆମେ ଆମର ଉଚ୍ଚତର ଜଗତର ବସ୍ତୁ ଗୁଡ଼ିକୁ କିପରି ରୂପାୟନ ହବ, ସେ ବିଷୟ ନେଇକି ଆମେ ସବୁବେଳେ କଳ୍ପନାରେ ତାକୁ ବାସ୍ତବ ରୂପ ଦେବା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ କରିଚାଲ। ତାମାନେ ଆହୁରି ଟିଟବିଟ ଭାବେ ଲାଗି ପଡ। କେମିତି ଲାଗିବ ନା, ଯେପରିକି ତୁମର ସେଇ କାମ୍ୟ ବିଷୟଟି ଚମତ୍କାର ଭାବେ ଏକ ରୂପ ଗ୍ରହଣ କରିପାରିବ ଏବଂ ସେଇ ଉପଲବ୍ଧ ରୂପଟି ତା ଛାଏଁ ଛାଏଁ ତିଷ୍ଠି ରହିବ। ଯେତେବେଳେ କଳ୍ପନା ଶକ୍ତି ଅଧିକ ହୁଏ, ସେତେବେଳେ ଆପଣ ଯୋଉ ରୂପଟିଏ କଳ୍ପନା କରିବେ, ସିଏ ତିଆରି ହେଇଯିବ ଏବଂ ତା ତିଷ୍ଠି ରହିବ।
ଏବେ ଏବେ ଯଦି ଟିକେ ଟିକେ ଦେଖିବେ, ବେଳେ ବେଳେ ଆପଣ ଯାହା ଭାବନ୍ତି ତାହା ଅଳ୍ପେ ବହୁତେ ଅନ୍ୟ ଏକ ପ୍ରକାରରେ ଆମ ଜୀବନରେ ଘଟେ। ତେଣୁ ଆମର କଳ୍ପନା ଶକ୍ତିକୁ ଯଦି ଆମେ ଏକ ଦିଗ ଦେଖାଇ ପାରିବା, ଯଦି ତାକୁ ଟିକେ ଆହୁରି ଅଧିକ ଶକ୍ତିବନ୍ତ କରିବା, ତାହେଲେ ଯୋଉ କଥାଟି ଆମକୁ ଅଗ୍ରଗତିରେ ସାହାଯ୍ୟ କରିବ, ସେ ବିଷୟରେ ଆମେ ଏକ କଳ୍ପନାକୁ ଅଧିକରୁ ଅଧିକ ବ୍ୟାପକ କରିବା। ଏବେ ଶ୍ରୀରାମଙ୍କର ଯୋଉ ଛୋଟ ପିଲା ବେଳର ଏକ ସୁନ୍ଦର ସୁନ୍ଦର ବିଗ୍ରହଟି ବର୍ତ୍ତମାନ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ପ୍ରତିଷ୍ଠିତ ହେଲେ, ତା ଭିତରେ ତାଙ୍କର ପ୍ରାଣ ବି ପ୍ରତିଷ୍ଠିତ କରାଗଲା। ସେ ଯୋଉ ବସ୍ତୁଟି, ପଥରଟି ନିଆଗଲା, ତା ଭିତରେ ପ୍ରଭୁଙ୍କର ସେଇ କମନୀୟ କାନ୍ତି ଆଣିବା ପାଇଁ ସେଇ କାରିଗରଟି ବା କାରିଗର ଜଣକ ଭଗବାନଙ୍କ ଉପରେ କେତେ କେନ୍ଦ୍ରୀଭୂତ ହେଇଛନ୍ତି। ତାଙ୍କର କଳ୍ପନା ରାଜ୍ୟରେ ଆନ୍ତର ପ୍ରେରଣାକୁ ଆହ୍ୱାନ କରିଛନ୍ତି। ତାଙ୍କର ସେ କଳ୍ପନା ରାଜ୍ୟରେ ପ୍ରଭୁଙ୍କୁ ଆବାହନ ଏତେ ତୀବ୍ର ଭାବରେ କରୁଛନ୍ତି, ଯେପରି ବାଲ୍ୟ କାଳରେ ସେ କିଭଳି ଦେଖା ଯାଉଥିବେ, ସେଇ ରୂପକୁ ସେ ଧ୍ୟାଇ ପଥରରେ ନିହାଣ ମୁନ ମାରିଛନ୍ତି ଏବଂ ଅତି ସୁନ୍ଦର କମନୀୟ କମକାନ୍ତି ରୂପ, ଅପୂର୍ବ ସେ କାନ୍ତି, କେତେ ସୁନ୍ଦର ଗୁଲଗାଲିଆ ଲାଗୁଛନ୍ତି। ସତେ କି ଯେପରି ରାମଲାଲା ନିଜେ ଦୌଡ଼ିକି ଆସି ଠିଆ ହେଇଯାଇଛନ୍ତି। ତେଣୁ ସେ ରୂପ ଦବା ପାଇଁ ଆମକୁ ଆମର କଳ୍ପନା ଶକ୍ତିକୁ ପୁଙ୍ଖାନୁକ ଭାବେ ତାକୁ ବ୍ୟବହାର କରିବାକୁ ପଡ଼ିବ। ତାପରେ ମା ଲେଖୁଛନ୍ତି, ଯଦି ତୁମେ ବହୁ ବର୍ଷ ଧରି ବଞ୍ଚି ରହ, ତେବେ ତୁମର କାମ୍ୟ ବସ୍ତୁଟି ବାସ୍ତବରେ ତୁମ ଜୀବନରେ ରୂପାୟିତ ହେବ ହିଁ ହେବ। ଏଇଟା ଡିପେଣ୍ଡ କରୁଛି କେତେ ସମୟ ଲାଗିବ, ତାହା ତୁମର କଳ୍ପନା କରିବାର ସାମର୍ଥ୍ୟ ଉପରେ। ଦରକାର ପଡ଼ିଲେ ଲେଖୁଛନ୍ତି ମା ଲେଖୁଛନ୍ତି, ଏପରିକି ତାହା ପରଦିନ ବି ସାକାର ହେଇଯାଇପାରେ, ଏପରିକି ପର ମୁହୂର୍ତ୍ତରେ ମଧ୍ୟ ତାହା ହେଇପାରେ, ମାନେ ସାଙ୍ଗେ ସାଙ୍ଗେ ହବ। ତା ନିର୍ଭର କରୁଛି ଆମର କଳ୍ପନା ବୃତ୍ତି କେତେ ଶକ୍ତିଶାଳୀ ଅଛି, ଆମର ବ୍ୟକ୍ତିତ୍ବ କେତେ ଶକ୍ତିଶାଳୀ। ସେଥିପାଇଁ ଏଠି ଗୋଟେ କଥା ଆପଣ ମନେ ପକେଇଦେବି, ଯୋଉ ଆମର କୁହାଯାଏ ସିଦ୍ଧ ବାକ୍ ଆଉ ଜଣେ ହଉଛନ୍ତି ବାକ୍ ସିଦ୍ଧ। ଏ ଦୁଇ ଜଣ ଯାକ କ୍ଷେତ୍ରରେ ଜଣେ ଏତେ ନିଜ ଉପରେ ନିୟନ୍ତ୍ରଣ କରିଛନ୍ତି ଯେ ତାଙ୍କର କହିବା ଶକ୍ତି ଉପରେ ତାଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଆଉ ଜଣେ ଏତେ ବ୍ୟକ୍ତିତ୍ୱକୁ ଗଠନ କରିଛନ୍ତି ଉଚ୍ଚତର ସ୍ତରକୁ ଯେ ସେ ଯାହା କୁହନ୍ତି ତାହା ହିଁ ହୁଏ। ଏ ଦୁଇ ଜଣ ଯାକ କ୍ଷେତ୍ରରେ ତାଙ୍କ ପାଟିରୁ ଯାହା ଶବ୍ଦ ବାହାରି ପଡ଼ିବ ତାହା ହବ ହିଁ ହବ। ତାହା ଦିନେ ନା ଦିନେ ସାକାର ହବ, ଯେମିତି ଏଠି କୁହାହେଇଛି। ସେମିତି ତାଙ୍କ ପାଟିରୁ ଯଦି ବାହାରି ପଡିଲା ତାହା ହବ ହିଁ ହବ। କିପରି ହବ? ଏଠି ଲେଖା ହେଇଛି ଦେଖନ୍ତୁ, ଏଇ ଯୋଉ ସମସ୍ତ ଜୀବନ୍ତ ଶକ୍ତି ଗୁଡ଼ିକ ଅଛନ୍ତି ଆମର ଚତୁଃପାର୍ଶ୍ଵରେ, ସେମାନେ କଣ କରନ୍ତି, ତାକୁ ବାସ୍ତବରେ ରୂପାୟିତ କରିବା ଦିଗରେ ଲାଗି ପଡନ୍ତି। ତେଣୁ ଲେଖୁଛନ୍ତି, ଏବଂ ଯେହେତୁ ସମସ୍ତ ଜୀବନ୍ତ ଶକ୍ତି ଗୁଡ଼ିକ ବାସ୍ତବରେ ରୂପାୟିତ ହେବା ଦିଗରେ ଗତି କରନ୍ତି, ସେହେତୁ ଏହା ପାର୍ଥିବ ଘଟଣା ବା ପରିବେଶ ମାନଙ୍କ ଉପରେ ଏପରି ଚାପ ପକାଇବ ଯେ ତୁମର ସେହି କଳ୍ପନାର ବସ୍ତୁଟି ଖୁବ୍ ଶୀଘ୍ର ବାସ୍ତବରେ ରୂପାୟିତ ହେବାକୁ ବାଧ୍ୟ ହୋଇପଡ଼ିବ। ଏଇ ଯୋଉ ଆମର ଏଇ ଚତୁଃପାର୍ଶ୍ଵରେ କେବଳ ଆମେ ଭିନ୍ନ ଭିନ୍ନ ଶକ୍ତି ଦ୍ୱାରା ପରିଚାଳିତ ହଉଛୁ। ଭିନ୍ନ ଭିନ୍ନ ଶକ୍ତି ଗୁଡ଼ିକ ସିଏ ତାଙ୍କର ଲୀଳାଖେଳା କରୁଛନ୍ତି। ଯେତେବେଳେ ଜଣେ, ଆମେ ଏବେ ଯୋଉ ବାକ୍ ସିଦ୍ଧ ବା ସିଦ୍ଧ ବାକ୍ କଥା ହେଲେ, ଯେତେବେଳେ ତାଙ୍କ ପାଟିରୁ ଗୋଟେ ଶବ୍ଦ ବାହାରି ପଡିଲା, ସେ ଶକ୍ତି ଗୁଡ଼ିକ ସାଙ୍ଗେ ସାଙ୍ଗେ ତାକୁ ରୂପାୟନରେ ଲାଗି ପଡନ୍ତି। ସେଥିପାଇଁ ମନେ ପକେଇବା, ମାଙ୍କୁ ଯେତେବେଳେ କହିଲେ, ମା କହିଲେ ମୁଁ କିଛି ଅର୍ଡର ଦିଏ ନାହିଁ, କାରଣ ମୁଁ ଯଦି ଅର୍ଡର ଦେଇଦେଲି, ତୁମେ ଯଦି ତାହା ନ କଲ, ତାହେଲେ ଯୋଉ ଶକ୍ତି ଗୁଡ଼ିକ ସବୁ ଚତୁଃପାର୍ଶ୍ଵରେ ଅଛନ୍ତି ସେମାନେ ସହ୍ୟ କରିପାରିବେନି ଯେ ଦିବ୍ୟ ଜନନୀ କହିଲେ ତମେ ପୁଣି ମାନିବନି।
ଗଲା ସେ ଭାରି ଅସୁବିଧା ଘଟେଇବ। ତେଣୁ ତମାନେ ସେଇ ଯୋଉ ଶକ୍ତି ଗୁଡ଼ିକ ସବୁବେଳେ ଅପେକ୍ଷା କରି ରହିଥାନ୍ତି ସେ କାର୍ଯ୍ୟଟି କେମିତି ପରିଣତ ହବ। ପରିବେଶ ଉପରେ ପାର୍ଥିବ ଘଟଣା ଉପରେ ସେ ଶକ୍ତି ଗୁଡ଼ିକ ତାଙ୍କର ଚାପ ପକାନ୍ତି, ଘଟଣା ଗୁଡ଼ିକ ସେଇ ଅନୁସାରେ ସଜାଡ଼ି ଦିଅନ୍ତି। ତେଣୁ ମାର୍କ ଲେଖୁଛନ୍ତି ଆଉ ଗୋଟେ କଥା ହେଲା, ତୁମେ ଯଦି ତୁମର ଏହି କଳ୍ପନା ବୃତ୍ତି ସହିତ ତୁମର ସୃଜନଶୀଳ ପ୍ରାଣ ଶକ୍ତିକୁ ମିଶାଇ ଦେଇପାର। ଏଇ ସେଇଥିପାଇଁ ଆମେ ଆରମ୍ଭରୁ କହୁଥିଲେ ପ୍ରାଣ ଶକ୍ତିର ସୃଜନଶୀଳ ରୂପକୁ ମିଶେଇବ। ନହେଲେ କଣ ହବ, ତୁମେ ଯଦି ଏଠି ଗୋଟେ ଗପଟେ ମନେ ପଡିଲା। ଆରେ କଣ ହେଇଛି, ଲଙ୍ଗ ଲଙ୍ଗ ଏଗୋ ଦେयर ୱାଜ ଏ କିଙ୍ଗ, ନୁହଁ ସେଇଭଳିଆ। ଅନେକ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ସେ ଘରୁ ଯାଇଛନ୍ତି ବଜାରରୁ, ମାନେ ସହରରୁ କିଛି ଜିନିଷ ନେଇକି ଘରକୁ ଫେରିବେ ବୋଲି। ସେତେବେଳେ ବାଟରେ ତ ଜଙ୍ଗଲ ପଡେ, ଆଉ ବାଟ ବି ବହୁତ ପଡେ। ସେ ଯାଇଛନ୍ତି, ଯାଇକି ସହରରୁ କିଣିକି ଆଣିଛନ୍ତି। ଚାଲି 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 ବହୁତ ଜୋରରେ, ଖରା ସେତେବେଳେ ଟିକେ ଜୋର ହେଇଛି, ଚାଲି ଚାଲି ବହୁତ କ୍ଳାନ୍ତ ହେଇ ପଡୁଛନ୍ତି। ତାପରେ ଧୀରେ ଧୀରେ ଯେତେବେଳେ ଜଙ୍ଗଲ ଭିତରେ ପ୍ରବେଶ କରୁଛନ୍ତି, ଏପଟରେ ଖରାରେ ଚାଲୁଥିଲେ କ୍ଳାନ୍ତ ହେଇଛନ୍ତି, ସେପଟେ ଜଙ୍ଗଲର ଛାଇ ଧୀରେ ଧୀରେ ତାଙ୍କୁ ଟିକେ ଟିକେ ମାନେ ସେ କ୍ଳାନ୍ତ ଟା ଦୂର କରୁଥାଏ। ଦେଖିଲେ ଗୋଟେ ବିରାଟ ବଟ ବୃକ୍ଷଟି, କହିଲେ ଟିକେ ଏଇଠି ବିଶ୍ରାମ ନେଇଛି। ବଟ ବୃକ୍ଷ ଛାଇ ବହୁତ ସୁନ୍ଦର ଭାବରେ ପଡିଛି, ତେଣୁ ସେଠି ଆରାମ ସେ ଟିକେ ବିଶ୍ରାମ ନେଇ ହବ। ତେଣୁ ସେଠି ସେ ଗଛ ମୂଳରେ ବସି, ସେ ବଟ ବୃକ୍ଷ ଗଛ ମୂଳରେ ବସି ଗଛକୁ ଆଉଜି ପଡିଲେ। ଏଇ ଯେ ଆଉଜେ ହେଇଛନ୍ତି, ଭାବୁଛନ୍ତି ଓହ କି ଥଣ୍ଡା ପବନ ହେଇଛି, କି ଛାଇ ହେଇଛି। ଏଠି ଯଦି ଗୋଟେ ବିଛଣାଟା ହେଇଥାନ୍ତା, ଓହ କି ଶାନ୍ତିରେ ମଣିଷ ଶୋଇଥାନ୍ତା, ଟିକେ ବିଶ୍ରାମ ଟିକେ ନେଇଥାନ୍ତା। ସାଙ୍ଗେ ସାଙ୍ଗେ ହଠାତ୍ ଗୋଟେ ବିଛଣାଟା ପଳେଇ ଆସିଲା, ଗୋଟେ ମାନେ ବେଡ ଟେ, ସୁନ୍ଦର ବେଡ। ହାଁ, ସେ ଆଶ୍ଚର୍ଯ୍ୟ ହେଇଗଲା, ଆରେ ବାହ କଣ ମୁଁ ଭାବୁ ଭାବୁ ହେଇଗଲା। ସାଙ୍ଗେ ସାଙ୍ଗେ ତାପରେ ଯାଇକି ତାପରେ ଶୋଇ ପଡିଲା। କହିଲା ବା ଓହ, ଏଇ ସମୟରେ କଳ୍ପନା, ସେ ତାର କଳ୍ପନା କରୁଛି ଏତେ ସୁନ୍ଦର ବିଛଣା ଯଦି ହେଇଗଲା, ଯଦି ଅପ୍ସରା ଆସିକି ମତେ ଟିକେ ବିଞ୍ଚୁ ଦଉଥିବେ, ଗୋଟେ ହାତରେ ବିଞ୍ଚୁ ଦେଉଥିବେ, ଆଉ ଗୋଟେ ହାତରେ ଟିକେ ଘଷି ମୋଡି ଦଉଥିବେ, ଓହ କଣ ହୁଅନ୍ତା ମ। ମାନେ ସମଗ୍ର ଶରୀରର ଯୋଉ କ୍ଳାନ୍ତି ଏକାଥରେ ଦୂର ହେଇଯାଆନ୍ତା। ସେ କଳ୍ପନା ତାଙ୍କର ସରିଛି କି ନାହିଁ, ସାଙ୍ଗେ ସାଙ୍ଗେ ଜଣେ ଅପ୍ସରା ହାଜର। ଏପଟରେ ବିଞ୍ଚଣା ଧରିଛନ୍ତି, ସେପଟରେ ଆର ହାତରେ ତାଙ୍କୁ ଘଷି ମୋଡି ଦଉଛନ୍ତି। ସିଏ ଏସବୁ ଦେଖି ଆଶ୍ଚର୍ଯ୍ୟ, ଆରେ ଇଏ କି କଥା, କଣ ମୁଁ ଯାହା ଭାବୁଛି ହେଇଯାଉଛି। ଇଏ କେମିତି, କଣ ଗୋଟେ ଯାଦୁ ନା କଣ। ଜଙ୍ଗଲ ଭିତରେ ମୁଁ ଭାବିଲି ଗୋଟେ ଖଟ ଆସୁ ବିଛଣା ପଡୁ ପଡିଗଲା, ଗଦି ପଡୁ ପଡିଗଲା, ଅପ୍ସରା ଆସୁ ଆସିଗଲା। ଆରେ ଇଏ ଜଙ୍ଗଲ ଭିତରେ କୋଉଠି ଟୁଣ୍ଡା ତ ମାନେ ବାଘ ପଳେଇ ଆସିବ, ଆଉ ଯଦି ବାଘ ପଳେଇ ଆସିଲା ତ ଗଲା ଆଉ। ବିରାଟ ଜଙ୍ଗଲରେ ବଡ ବଡ ବାଘ ଅଛନ୍ତି। ଇଏ ଭାବିଲା ବେଳକୁ ଗୋଟେ ବିରାଟ ବାଘ ଆସି ହାଜର। ସିଏ ବାଘକୁ ଦେଖି ଦେଇ କହିଲା ଇଲୋ ମାଲୋ, ବାଘ ତ ମତେ ଖାଇବ ଆଉ। ସାଙ୍ଗେ ସାଙ୍ଗେ ବାଘ ଡେଇଁଲା, ଡେଇଁକି ତାକୁ ଖାଇଦେଲା। ଏଇଠି ଏଇଠି ଗୋଟେ ଏଣ୍ଡ ଟା ଭାରି କଷ୍ଟକର ହେଇଗଲା, କିନ୍ତୁ ସେ କଳ୍ପନା ସେଇଭଳି ଭାବରେ କଲା। ତେଣୁ ସେଠି ସୃଜନଶୀଳ ପ୍ରାଣ ଶକ୍ତିକୁ ବ୍ୟବହାର କରି ଯଦି କଳ୍ପନା ସେ କରିଥାନ୍ତା, ତାହେଲେ ଯାହା ଯାହା କଳ୍ପନା କରିଥାନ୍ତା ସେଇ ଅନୁସାରେ ଆହୁରି ଅଧିକରୁ ଅଧିକ ବଢି ବଢି ଯାଇଥାନ୍ତା, ଭଲ ହେଇଥାନ୍ତା। ସିଏ ତାପରେ ସାଙ୍ଗେ ସାଙ୍ଗେ ତା ଭିତରେ ଭୟ ପଶି ଆସିଲା, ସିଏ ଅଜ୍ଞାନତା ତା ଭିତରେ ମାଡି ଆସିଲା। ତେଣୁ ଅଜ୍ଞାନତା ବେଳେ ବେଳେ ତୁମକୁ କଣ କରିବ, ତୁମର ପ୍ରାଣ ଶକ୍ତିର ନିମ୍ନ ଦିଗଟିକୁ ସିଏ ତୁମ ଆଗରେ ଖୋଲି ଧରିବ। ତେଣୁ ତୁମେ ସେଇଆଡେ ଚାଲିଯିବ। ସେଥିପାଇଁ ମା ସତର୍କ କରୁଛନ୍ତି, ଯଦି ଯଦି ତୁମର ଏହି କଳ୍ପନା ବୃତ୍ତି ସହିତ ତୁମର ସୃଜନଶୀଳ ପ୍ରାଣ ଶକ୍ତିକୁ ମିଶାଇ ଦେଇପାର, ତାହେଲେ ତୁମେ ଆକୁ ଏକ ଜୀବନ୍ତ ଶକ୍ତିରେ ପରିଣତ କରିଦବ। ତାପରେ ତୁମେ ଯାହା କହିବ ତାହା ହବ ଆଉ। ତମର କଳ୍ପନା ଶକ୍ତି ତମର ଯେତେବେଳେ ହେଇଗଲା, ତେଣୁ ସେ ଶକ୍ତି ଗୁଡିକ ତାକୁ କାର୍ଯ୍ୟ ପରିଣତ କରିବା ଲାଗିଯିବେ। ସେଇଥିପାଇଁ ତାପରେ ଲାଇନ କହୁଛି, ଯଦି ତୁମର
କଳ୍ପନା କାମନା ନ ହୋଇ ଆସ୍ପୃହା ହୋଇଯାଏ ଏବଂ ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଆସ୍ପୃହା ହୋଇଯାଏ, ତାହେଲେ ତୁମେ କ୍ରମଶଃ ସେ ଦିଗରେ ଅଗ୍ରଗତି କରି ଚାଲିବ ଏବଂ ତୁମେ ଦିନେ ଯାହା ପାଇବା ପାଇଁ କଳ୍ପନା କରିଥିଲ, ତାହା ନିଶ୍ଚୟ ଦିନେ ନା ଦିନେ ତୁମ ବାସ୍ତବରେ ଲାଭ କରିପାରିବ। ମାତା ଲେଖିଦେଇଛି ଭିକ୍ଟ୍ରି ଇଜ ସଟନ, ବିଜୟ ସୁନିଶ୍ଚିତ। କିନ୍ତୁ ଯଦି ଆମେ ସେଥିପାଇଁ ପ୍ରସ୍ତୁତ ହଉ, ତାହେଲେ ତାହା ତ୍ୱରାନ୍ୱିତ ହବ, ଆମ ନିଶ୍ଚୟ ଶୀଘ୍ର ପାଇବୁ। ମା, ମାଙ୍କୁ ଆହ୍ୱାନ କରିବା, ନାମ ଜପ କରିବା। Ma, thank you all. Bye.